ସତରେ ବେଳେବେଳେ ନିଜକୁ ନିଜେ ରୋମନ୍ଥନ କରିବାକୁ ପଡ଼େ, ଚିନ୍ତନ କରିବାକୁ ପଡ଼େ ଏବଂ ନିଜର ପ୍ରତି ଗଣିତ ଆଉ ମାନସାଙ୍କକୁ ପ୍ରଥମେ କଷିବାକୁ ପଡ଼େ। ଏଇଥିପାଇଁ ଆମେ ଯାହା ସହିତ ଯେତେବେଳେ ଯେଉଁଭଳି ଭାବରେ ସମ୍ପର୍କ ସ୍ଥାପନ କରିବାକୁ ଯାଉଛେ, ଆମେ କିଛି ଭୁଲ କରୁନାହିଁ ତ? କିଛି ଗଲତି କେଉଁଠି ଭୁଲ କେଉଁଠି ରହିଯାଇଛି କି? କିଛି ବୁଝାମଣାର ହଉ କିମ୍ବା କିଛି ଦେଖା ଚାହାଁରେ ହେଉ କିମ୍ବା କୌଣସି ଏକ କୋଣରେ ଲୁଚି ରହିଥିବା ଛୋଟିଆ ସନ୍ଦେହ କଣିକାଟି ଆଗକୁ ଏକ ବିସ୍ଫୋରଣର ରୂପ ନେବ ନାହିଁ ତ? ସେଇଥିପାଇଁ ପ୍ରଥମେ ଭାବିବାକୁ ପଡ଼େ, ଚିନ୍ତନ କରିବାକୁ ପଡ଼େ, ଚିନ୍ତା କରିବାକୁ ପଡ଼େ, ତାପରେ ସମ୍ପର୍କ ଯୋଡ଼ିବାକୁ ପଡ଼େ। କିନ୍ତୁ ଥରେ ସମ୍ପର୍କ ଯୋଡ଼ି ହୋଇଗଲା ପରେ ଯାହା ସହିତ ଯେଉଁଭଳି ଭାବରେ ସମ୍ପର୍କଟି ଯୋଡ଼ା ହୋଇଯାଏ, ଯଦି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ତାହେଲେ ସବୁ ଚଳେ। ଆଉ ତା ଭିତରେ କିନ୍ତୁ, ସନ୍ଦେହ, ପ୍ରଶ୍ନବାଚୀ ଏସବୁ କିଛି ରହେ ନା। ଦୁଇଟି ହୃଦୟର ମିଳନ ଏବଂ ଦୁଇଟି ଆତ୍ମାର ମିଳନ ଏବଂ ସମ୍ପର୍କର ସବୁ ସୀମା ସରହଦକୁ ଡେଇଁଗଲା ପରେ ଯାହା ତାହା ହେଉଛି ବନ୍ଧୁ। ଆଉ ସେଇ ବନ୍ଧୁଟି ବନ୍ଧୁ ଭଳି ହେବା ଦରକାର। ଆଉ ବନ୍ଧୁ ଭିତରେ ଯଦି କିଛି ସନ୍ଦେହ ରହିଗଲା ନା, ବନ୍ଧୁର ବନ୍ଧୁତ୍ୱ ସେଇଠି ସମାଧି ନେଇଯାଏ। ତେଣୁ ବନ୍ଧୁରେ ବନ୍ଧୁକୁ ବନ୍ଧୁତ୍ୱର ସମ୍ପର୍କ ରଖି ଚିହ୍ନି ଆଗକୁ ବଢ଼ିଲେ ଖୁବ୍ ଭଲ ହୁଅନ୍ତା, ବୁଝାମଣାଟି ବି ଠିକ୍ ରହନ୍ତା। କ'ଣ ଭୁଲ କହିଲି?